ଏବେ ଚାଷୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପିଏମ୍ କିଷାନ ଯୋଜନାରେ ବଡ଼ ଘୋଷଣା ଜାରି କରାଯାଇଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଚାଷୀମାନଙ୍କ ପାଇଁ ଏକ ଖୁସି ଖବର ଘୋଷଣା କରାଯାଇଛି। ଏବେ ଚାଷୀମାନେ ଖୁସିରେ ନାଚି ଉଠିବେ ଏହି ଖବର ଶୁଣିଲା ପରେ। ଆପଣ ସମସ୍ତେ ଜାଣିଛନ୍ତି ପିଏମ୍ କିଷାନ ଯୋଜନାରେ ଚାଷୀମାନଙ୍କୁ ବାର୍ଷିକ 6,000 ଟଙ୍କା ମିଳିଥାଏ ତିନୋଟି ସମାନ କିସ୍ତିରେ। 2,000 2,000 2,000 କରି ତିନୋଟି ସମାନ କିସ୍ତିରେ ଚାଷୀମାନଙ୍କୁ 6,000 ଟଙ୍କା ମିଳିଥାଏ। କିନ୍ତୁ ସରକାରଙ୍କ ତରଫରୁ ଏହାରି ମଧ୍ୟରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଏମ୍ କିଷାନ ଯୋଜନାକୁ ନେଇ ବଡ଼ ଘୋଷଣା ଜାରି କରାଯାଇଛି। ପିଏମ୍ କିଷାନ ଯୋଜନାରେ ଆପଣମାନଙ୍କର ଯେଉଁ କିସ୍ତି ଟଙ୍କା ବର୍ଦ୍ଧିତ ହୋଇଛି ନା ଆପଣମାନଙ୍କର ପିଏମ୍ କିଷାନ ଯୋଜନାରେ ଆଉ କେଉଁ ନୂଆ ସୁବିଧା ମିଳିବା ପାଇଁ ଯାଉଛି, ଏହାକୁ ନେଇ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କ'ଣ ଆଲୋଚନା କରାଯାଇଛି, କ'ଣ ଅନୁମୋଦନ କରାଯାଇଛି, ଏସବୁ ବିଷୟରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି ଏହି ଭିଡ଼ିଓ ମାଧ୍ୟମରେ। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଦେଖନ୍ତୁ, ଯାହାଫଳରେ ଆପଣ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ପ୍ରଥମ କରି ଯଦି ଚ୍ୟାନେଲରେ ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି, ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ, ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଜମା ବି ଭୁଲନ୍ତୁନି, କାରଣ ଏଇଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଗୁଡ଼ିକ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଥରେ ଆପଣଙ୍କର ମୋବାଇଲ ସ୍କ୍ରିନ୍ ଉପରେ ନଜର ପକାନ୍ତୁ, ଯାହା ଖବରରେ ପ୍ରକାଶିତ ହୋଇଛି ପିଏମ୍ କିଷାନ ଯୋଜନା 5 ବର୍ଷ ବୃଦ୍ଧି। କେନ୍ଦ୍ର ସରକାରଙ୍କର ବଡ଼ ନିଷ୍ପତ୍ତି, ପିଏମ୍ କିଷାନ ଯୋଜନା ଅବଧି ଆଉ 5 ବର୍ଷକୁ ବୃଦ୍ଧି କରାଯାଇଛି। ତ ଚାଷୀମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ରହିଛି। ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ସାମିଲ ହେଇଛନ୍ତି ତ ସେମାନେ ସିଧାସଳଖ ଡିବିଡ଼ି ମାଧ୍ୟମରେ କିସ୍ତି ଟଙ୍କା ପାଉଛନ୍ତି, ବର୍ଷକୁ 3ଟି କିସ୍ତି ଟଙ୍କା ପାଉଛନ୍ତି। ଏଥର ମଧ୍ୟ 24ତମ କିସ୍ତି ଟଙ୍କା ପାଇବା ପାଇଁ ଯାଉଛନ୍ତି। ତ ସେହି ଚାଷୀମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ରହିଛି। ତ କେଉଁ ଖୁସି ଖବର ରହିଛି ଚାଷୀମାନଙ୍କ ପାଇଁ, ଆସନ୍ତୁ ବିସ୍ତାର ରୂପେ ଜାଣିବା। ଚାଷୀଙ୍କ ପାଇଁ ଖୁସି ଖବର, ପିଏମ୍ କିଷାନ 5 ବର୍ଷ ବଢ଼ିଲା। ଯୋଜନା ସମ୍ପ୍ରସାରଣକୁ ନେଇ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। କେନ୍ଦ୍ର କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି। ଏବେ ସୁଦ୍ଧା ଚାଷୀ ପାଇଲେଣି 3,10,000 କୋଟି। ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଭେଟି। ଦେଖନ୍ତୁ, ଆପଣ ସମସ୍ତେ ଜାଣିଛନ୍ତି ଜୁନ୍ 20 ତାରିଖ ଅର୍ଥାତ୍ ଜୁନ୍ 20, 2024ରେ ପିଏମ୍ କିଷାନର 23ତମ କିସ୍ତି ଟଙ୍କା କେନ୍ଦ୍ର ସରକାରଙ୍କ ତରଫରୁ ଡିବିଡ଼ି ମାଧ୍ୟମରେ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି। ତ ଏହି ଟଙ୍କା 3,10,000 କୋଟି ଟଙ୍କା ରହିଛି, 23ତମ କିସ୍ତିରେ ଚାଷୀମାନେ ପ୍ରାପ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଦେଶର କୋଟି କୋଟି ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ 6,000 ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଆପଣ ସମସ୍ତେ ଜାଣିଛନ୍ତି, ଯେଉଁଟାକି 3ଟି ସମାନ କିସ୍ତିରେ ଆପଣମାନଙ୍କୁ ମିଳିଥାଏ। 2,000 2,000 2,000 କରି ଆପଣମାନଙ୍କୁ 3ଟି ସମାନ କିସ୍ତିରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ 4 ମାସ ଅନ୍ତରାଳରେ ଗୋଟିଏ କିସ୍ତି ଆପଣମାନଙ୍କୁ ପିଏମ୍ କିଷାନ ଯୋଜନାରେ ମିଳିଥାଏ। ଏବେ କେନ୍ଦ୍ର ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରେ 23ତମ କିସ୍ତି ଟଙ୍କା ପାଇଛନ୍ତି, 24ତମ କିସ୍ତି ଟଙ୍କା ପାଇବା ପାଇଁ ଅପେକ୍ଷା କରିଛନ୍ତି। ଆଉ କିଛି ଚାଷୀମାନେ ପିଏମ୍ କିଷାନ ଯୋଜନାରେ ନୂଆ କରି ଆବେଦନ କରୁଛନ୍ତି। ଆଉ କିଛି ଚାଷୀଙ୍କର 23ତମ କିସ୍ତି ଟଙ୍କା ମଧ୍ୟ ବାକି ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ ବଡ଼ ଘୋଷଣା ଚାଷୀମାନଙ୍କ ପାଇଁ ଜାରି କରାଯାଇଛି, ଯେଉଁମାନେ ପିଏମ୍ କିଷାନ ଯୋଜନାରେ ଅନ୍ତର୍ଗତ ରହିଛନ୍ତି। ଆଉ କ'ଣ ଖବରରେ ମେନସନ୍ ରହିଛି, ଏହି ଅର୍ଥ 2,000 ଟଙ୍କା ଲେଖାଏଁ 3ଟି ସମାନ କିସ୍ତିରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଏ। ଏପର୍ଯ୍ୟନ୍ତ ଏହି ଯୋଜନାର 23ଟି କିସ୍ତି ଜାରି ହୋଇସାରିଛି ଏବଂ ଏବେ ସାରା ଦେଶର ଚାଷୀମାନେ 24ତମ କିସ୍ତିକୁ ଅପେକ୍ଷା କରିଛନ୍ତି। ଦେଖନ୍ତୁ, ପିଏମ୍ କିଷାନ ଯୋଜନାରେ ଯେଉଁ ଚାଷୀମାନେ 24ତମ କିସ୍ତି ଟଙ୍କା ପାଇଁ ଅପେକ୍ଷା କରିଛନ୍ତି, ତ କେବଳ ସେହି ଚାଷୀମାନଙ୍କୁ ହିଁ 24ତମ କିସ୍ତି ଟଙ୍କା ମିଳିବ ନୂଆ ନିୟମ ଅନୁସାରେ। ଯେଉଁ ଚାଷୀମାନଙ୍କର ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ସହିତ ଡିବିଡ଼ି ସକ୍ରିୟ ଏବଂ ଆପଣମାନଙ୍କର KYC
କମ୍ପ୍ଲିଟ୍ ହେଇଥିବ ସେହି ଚାଷୀମାନଙ୍କୁ କେବଳ ପି ଏମ୍ କିଷାନର 24ତମ କିସ୍ତି ଟଙ୍କା ମିଳିବ। ଅନେକ ଚାଷୀଙ୍କର ଇ-KYC ଅସମ୍ପୂର୍ଣ୍ଣ, ଡିବିଡ଼ି ନିଷ୍କ୍ରିୟ ଏବଂ ଆଧାର ସଂଯୋଗ ନଥିବାରୁ ଅନେକ ଚାଷୀମାନେ 23ତମ କିସ୍ତି ଟଙ୍କା ମଧ୍ୟ ପାଇନାହାନ୍ତି, ଅପେକ୍ଷା କରିଛନ୍ତି 24ତମ କିସ୍ତି ଟଙ୍କାକୁ। ତ ଆପଣ 24ତମ କିସ୍ତି ଟଙ୍କା ମଧ୍ୟ ପାଇବେନି ଯଦି ଆପଣମାନେ ଏହି କାର୍ଯ୍ୟ କରିନଥିବେ। ଯଥାଶୀଘ୍ର ଆପଣମାନେ ଏହି 3ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ କରିଦିଅନ୍ତୁ। ଏଇଟା ଆପଣମାନଙ୍କର ସାଧାରଣ କାର୍ଯ୍ୟ ରହିଛି। ତାପରେ ଅନ୍ୟାନ୍ୟ କାର୍ଯ୍ୟ ଆପଣମାନଙ୍କର ରହିଛି। ଯେତେବେଳେ ଆପଣ PM କିଷାନ ଷ୍ଟାଟସ୍ ଚେକ୍ କରିବେ, ଅନ୍ୟାନ୍ୟ କାର୍ଯ୍ୟ ଆପଣମାନଙ୍କର ରହିଛି। ଯଦି ଷ୍ଟାଟସ୍ ଆପଣମାନଙ୍କର କମ୍ପ୍ଲିଟ୍ ରହିଛି, ଠିକ୍ଠାକ୍ ରହିଛି, ଆପଣମାନଙ୍କର କୌଣସି କାର୍ଯ୍ୟ କରିବାର ଆବଶ୍ୟକତା ନାହିଁ। 24ତମ କିସ୍ତି ଟଙ୍କା ଆପଣମାନେ ପାଇପାରିବେ। ବର୍ତ୍ତମାନ ଏହାକୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଆହୁରି 5 ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଗକୁ ଆହୁରି 5 ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ଉଠାଇ ପାରିବେ ଚାଷୀ, ଯାହାଦ୍ୱାରା ଚାଷ କାର୍ଯ୍ୟରେ ଚାଷୀଙ୍କୁ ମିଳିବ ବଡ଼ ଫାଇଦା। ଏହି କିସ୍ତି ଖୁବ୍ ଶୀଘ୍ର ଜାରି ହେବାକୁ ଘୋଷଣା ହୋଇଛି। ଅନେକ ଚାଷୀ ଏହାକୁ ସାମାନ୍ୟ କାମ ଭାବି ବିଳମ୍ବ କରୁଛନ୍ତି, କିନ୍ତୁ ବାୟୋମେଟ୍ରିକ୍ କିମ୍ବା ଆଧାର OTP ମାଧ୍ୟମରେ ସତ୍ୟାପନ ନହେଲେ ସିଷ୍ଟମ ଆପଣଙ୍କ ଟଙ୍କା ପ୍ରଦାନକୁ ତୁରନ୍ତ ବନ୍ଦ କରିଦେବ। ଯେଉଁ ଚାଷୀମାନେ PM କିଷାନ ଯୋଜନାରେ ସାମିଲ ହୋଇଛନ୍ତି, ସେମାନେ 24ତମ କିସ୍ତି ଟଙ୍କା ପାଇଁ ଅପେକ୍ଷା କରିଛନ୍ତି, 23ତମ କିସ୍ତି ଟଙ୍କା ପାଇସାରିଛନ୍ତି। ଆଉ କିଛି ଚାଷୀ 23ତମ କିସ୍ତି ଟଙ୍କା ପାଇନାହାନ୍ତି, ସେମାନଙ୍କୁ ବିଶେଷ ଅନୁରୋଧ କରାଯାଇଛି ଆପଣମାନେ ବାୟୋମେଟ୍ରିକ୍ କିମ୍ବା OTP ମାଧ୍ୟମରେ ସତ୍ୟାପନ ହେଲେ ଆପଣମାନଙ୍କର ସିଷ୍ଟମ ଆପଣଙ୍କୁ ଟଙ୍କା ପ୍ରଦାନ କରିବାରେ କୌଣସି ଅସୁବିଧା କରିବ ନାହିଁ। ଯଦି ଆପଣମାନେ ବାୟୋମେଟ୍ରିକ୍ କିମ୍ବା ଆଧାର OTP ମାଧ୍ୟମରେ ସତ୍ୟାପନ ସିଷ୍ଟମ ଆପଣ କରିବେ ନାହିଁ PM କିଷାନ ଯୋଜନାରେ, ଆପଣମାନଙ୍କର ଟଙ୍କା ମଧ୍ୟ ଅଟକିଯିବ, ଯାହାଫଳରେ ଆପଣମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ। ଆପଣ ଯଦି ଚାହୁଁଛନ୍ତି ଯେ 2000 ଟଙ୍କା ବିନା ବାଧାରେ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସୁ, ତେବେ ବିଳମ୍ବ ନକରି ନିକଟସ୍ଥ ଇ-ଜନସେବା କେନ୍ଦ୍ରକୁ ଯାଆନ୍ତୁ କିମ୍ବା PM କିଷାନ ଅଫିସିଆଲି ମୋବାଇଲ ଆପ୍ ମାଧ୍ୟମରେ ଫେସ୍ ଭେରିଫିକେସନ୍ କରି ଇ-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଯେଉଁ ଚାଷୀ ଭାଇମାନେ ଇ-KYC ସମ୍ପୂର୍ଣ୍ଣ କରିନାହାନ୍ତି କି ପୂର୍ବରୁ ସେମାନେ ଇ-KYC କମ୍ପ୍ଲିଟ୍ କରିଥିଲେ, ଇ-KYC ସେମାନଙ୍କର କୌଣସି କାରଣବଶତଃ ଏରର ହେଇଯାଇଛି କି ପେଣ୍ଡିଂ ଶୋ କରାଉଛି, ତ ଆପଣମାନେ ତୁରନ୍ତ ଆପଣ ଇ-KYC ଟିକୁ କମ୍ପ୍ଲିଟ୍ କରିନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଆନ୍ତୁ, ନଚେତ୍ ଆପଣ ଘରେ ବସି ନିଜର ମୋବାଇଲ ମାଧ୍ୟମରେ PM କିଷାନ ଯୋଜନାର ଅଫିସିଆଲି ପୋର୍ଟାଲରେ ପହଞ୍ଚି ଆପଣ ଇ-KYC ପ୍ରକ୍ରିୟାଟିକୁ ମଧ୍ୟ ସମ୍ପୂର୍ଣ୍ଣ କରିପାରିବେ। ଏଥିପାଇଁ ଆପଣଙ୍କ ବ୍ୟାଙ୍କ ଖାତା ଆଧାର ସହ ଲିଙ୍କ ହେବା ଏବଂ DBD ସୁବିଧା ସକ୍ରିୟ ରହିବା ଅତ୍ୟନ୍ତ ଜରୁରୀ। ଯଦି ଆପଣଙ୍କ ବ୍ୟାଙ୍କ ଖାତା ଆଧାର ସହ ଲିଙ୍କ ହୋଇନାହିଁ କିମ୍ବା DBD ସକ୍ରିୟ ନାହିଁ, ତେବେ ବ୍ୟାଙ୍କ ଟ୍ରାନ୍ସଫର ବିଫଳ ହୋଇଯିବ। ଏହା ଛଡ଼ା ଆବେଦନ ସମୟରେ ଯଦି ନାମ, ଆଧାର ନମ୍ବର କିମ୍ବା ବ୍ୟାଙ୍କ ଖାତାର ବିବରଣୀରେ କୌଣସି ଛୋଟ ଭୁଲ ରହିଥାଏ, ତେବେ ମଧ୍ୟ କିସ୍ତି ଅଟକିଯିବ। ତେଣୁ ତୁରନ୍ତ ନିଜ ପାସବୁକ୍ ଓ ଆଧାର କାର୍ଡ଼ ନେଇ ବ୍ୟାଙ୍କକୁ ଯାଆନ୍ତୁ ଏବଂ ଖାତାକୁ NPCI ସହ ଲିଙ୍କ କରାଇ DBD ସୁବିଧା ସକ୍ରିୟ କରାନ୍ତୁ।